बड़ खुलसा देशर जितेबाला लोके गैस सिलिंडर पर लाइन लगाउछन्ति सेतेबाला जणे राजनैतिक नेता घर मिला 55टी भर्ती एलपीजी सिलिंडर साधारण घटना कि देशर कृत्रिम गैस अभाव सृष्टि करिबार बड़ राजनैतिक खेल आसंतु जानिबा पूरा घटनार कोन अछि बंधुगण देशर किछि अंचल जेतेबाला गैस सिलिंडर अभाव नै लोक चिंतित ସେହି ସମୟରୁ ଉତ୍ତର ପ୍ରଦେଶରୁ ଆସିଛି ଏକ ଚମକ ଦେଲା ଭଳି ଖବର ଅନୁସାରେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ପୋଲିସ ଏକ ବଡ଼ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ସମାଜବାଦୀ ପାର୍ଟିର ନେତା ଅବଦୁଲ ରହମାନଙ୍କ ଘରୁ ପ୍ରାୟ 55ଟି ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି। ପୋଲିସଙ୍କ କହିବା ଅନୁସାରେ ଏହି ସିଲିଣ୍ଡର ଗୁଡ଼ିକ ବେଆଇନ ଭାବରେ ମହଜୁଦ କରାଯାଇଥିବା ସନ୍ଦେହ ରହିଛି। ଯଦି ଏହା ସତ୍ୟ ହୁଏ ତେବେ ପ୍ରଶ୍ନ ଉଠୁଛି ସାଧାରଣ ଲୋକ ଗ୍ୟାସ୍ ପାଇଁ ଲାଇନ୍ ଲଗାଉଥିବା ବେଳେ କିଛି ଲୋକ କାହିଁକି ଏତେ ସିଲିଣ୍ଡର ଘରେ ମହଜୁଦ କରୁଛନ୍ତି। ଏହି ଘଟଣା ପରେ ରାଜନୈତିକ ମଞ୍ଚରେ ମଧ୍ୟ ତର୍କ ବଢିଛି। କିଛି ଲୋକ କହୁଛନ୍ତି ଏହା ଗ୍ୟାସ୍ ଅଭାବ ସୃଷ୍ଟି କରିବା ପାଇଁ ଏକ ରାଜନୈତିକ ଚାଲ ହୋଇପାରେ ତ ଅନ୍ୟପଟେ ସମାଜବାଦୀ ପାର୍ଟି ପକ୍ଷରୁ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଏତେ ସିଲିଣ୍ଡର କେମିତି ଏଠାକୁ ଆସିଲା କାହା ପାଇଁ ମହଜୁଦ ହୋଇଥିଲା ଏଥିରେ ସତ୍ୟ ବାହାର କରିବାକୁ ଚେଷ୍ଟା ଚାଲିଛି। ତେବେ ବନ୍ଧୁମାନେ ଆପଣଙ୍କ ମତ କ'ଣ? ଏହା ସତରେ ବେଆଇନ ମହଜୁଦ ନା କି ରାଜନୈତିକ ଚକ୍ରାନ୍ତ? କମେଣ୍ଟରେ ନିଶ୍ଚୟ ଆପଣଙ୍କ ମତାମତ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।